ଆଜି ସକାଳୁ ମୋ ପ୍ରିୟ ଜଳଖିଆ ଦହି ଆଉ ମାଣ୍ଡିଆ ଖାଇଲା ବେଳେ ଭାବିଲି ମୁଁ ଆଜି ମୋର ଆଉ ଗୋଟେ ପ୍ରିୟ ଜିନିଷ ବନେଇବି। ଘରେ ସବୁ ପ୍ରକାର ପରିବା ଥିଲା, ମୁଁ ତାକୁ ଆଣି କିଛି ସାରୁ, ବାଇଗଣ, ଆଳୁ, କାଙ୍କଡ଼, ଝୁଡୁଙ୍ଗ ଆଉ କଲରାକୁ ବି କାଟି ରଖିଲି। ସବୁଠୁ ଅଧିକ ପରିମାଣରେ ମୁଁ କଲରା ନେଇଥିଲି ଆଉ ପରିବା କାଟିଲା ବେଳେ ସବୁର ସାଇଜକୁ ଭଲ ଭାବରେ କାଟିଥିଲି। ଏପରି କଲେ ତରକାରୀ ଅଧିକ ସ୍ୱାଦିଷ୍ଟ ହୁଏ। ତାପରେ ବୋହୂକୁ ଡାକି ପ୍ରେସରରେ ସବୁ ପରିବା ଧୋଇ ଧାଇ ସଜାଡ଼ି ଦେଲି। ଲୁଣ ହଳଦୀ ପଡ଼ିବା ତ ସାଧାରଣ କଥା, ପକେଇଦେଲି। ବୋହୂକୁ କହିଦେଲି ଯୋଉଟା ଆପଣମାନେ କହୁଛନ୍ତି ହାଇ ଫ୍ଲେମ୍ରେ ଗୋଟିଏ ସିଟି। ସେମିତି କରିସାରିଲା ପରେ ଗୋଟେ ଖାଲି ପ୍ୟାନ୍ରେ ଟିକେ ଶୁଖିଲା ଲଙ୍କା ଆଉ ଜିରାକୁ ଭାଜିଦେବେ। ଆଉ ସେଇଥିରେ ଗୁଆ ଘିଅ ଟିକେ ଦେଇଦେବେ। ତାକୁ ଗୋଟେ ସୁନ୍ଦର ଛୁଙ୍କ କରିସାରିଲା ପରେ ଟିକିଏ ଜିରା ଆଉ ଗୋଲମରିଚ ଗୁଣ୍ଡ ବି ପକେଇଦେବେ। ଆଉ ଏବେ ଖାଆନ୍ତୁ, ଦେଖିବେ। ପିତା ବୋଲି ତ କହିବିନି, ଗୋଟେ ଭିନ୍ନ ପ୍ରକାର ସ୍ୱାଦ ଲାଗୁଥିଲା। ବେଙ୍ଗଲୀମାନେ ଆକୁ ସୁକ୍ତୋ ବୋଲି କହନ୍ତି। ଆପଣମାନେ ଖାଇବେ ଆଉ ଆଜି ସକାଳୁ ମୋ ପ୍ରିୟ ଜଳଖିଆ ଦହି ଆଉ ମାଣ୍ଡିଆ ଖାଇଲା ବେଳେ ଭାବିଲି ମୁଁ ଆଜି ମୋର ଆଉ ଗୋଟେ ପ୍ରିୟ ଜିନିଷ ବନେଇବି। ଘରେ ସବୁ ପ୍ରକାର ପରିବା ଥିଲା, ମୁଁ ତାକୁ ଆଣି କିଛି ସାରୁ, ବାଇଗଣ, ଆଳୁ, କାଙ୍କଡ଼, ଝୁଡୁଙ୍ଗ ଆଉ କଲରାକୁ ବି କାଟି ରଖିଲି। ସବୁଠୁ ଅଧିକ ପରିମାଣରେ ମୁଁ କଲରା ନେଇଥିଲି ଆଉ ପରିବା କାଟିଲା ବେଳେ ସବୁର ସାଇଜକୁ ଭଲ ଭାବରେ କାଟିଥିଲି। ଏପରି କଲେ ତରକାରୀ ଅଧିକ ସ୍ୱାଦିଷ୍ଟ ହୁଏ। ତାପରେ ବୋହୂକୁ ଡାକି ପ୍ରେସରରେ ସବୁ ପରିବା ଧୋଇ ଧାଇ ସଜାଡ଼ି ଦେଲି। ଲୁଣ ହଳଦୀ ପଡ଼ିବା ତ ସାଧାରଣ କଥା, ପକେଇଦେଲି। ବୋହୂକୁ କହିଦେଲି ଯୋଉଟା ଆପଣମାନେ କହୁଛନ୍ତି ହାଇ ଫ୍ଲେମ୍ରେ ଗୋଟିଏ ସିଟି। ସେମିତି କରିସାରିଲା ପରେ ଗୋଟେ ଖାଲି ପ୍ୟାନ୍ରେ ଟିକେ ଶୁଖିଲା ଲଙ୍କା ଆଉ ଜିରାକୁ ଭାଜିଦେବେ। ଆଉ ସେଇଥିରେ ଗୁଆ ଘିଅ ଟିକେ ଦେଇଦେବେ। ତାକୁ ଗୋଟେ ସୁନ୍ଦର ଛୁଙ୍କ କରିସାରିଲା ପରେ ଟିକିଏ ଜିରା ଆଉ ଗୋଲମରିଚ ଗୁଣ୍ଡ ବି ପକେଇଦେବେ। ଆଉ ଏବେ ଖାଆନ୍ତୁ, ଦେଖିବେ। ପିତା ବୋଲି ତ କହିବିନି, ଗୋଟେ ଭିନ୍ନ ପ୍ରକାର ସ୍ୱାଦ ଲାଗୁଥିଲା। ବେଙ୍ଗଲୀମାନେ ଆକୁ ସୁକ୍ତୋ ବୋଲି କହନ୍ତି। ଆପଣମାନେ ଖାଇବେ ଆଉ